ମୋ ନାଁ ନିରଞ୍ଜନ ସାଇଁ, ଘର ଓଡ଼ପଡ଼ା, ଡିଷ୍ଟ୍ରିକ୍ଟ କେଉଁଝର, ଥାନା ରାମଚନ୍ଦ୍ରପୁର। ଆମର ଓଡ଼ପଡ଼ା ସୀମାରୁ ରଣପୁର ଗ୍ରାମବାସୀମାନେ ବେଆଇନ ଭାବରେ ବାଲିଘାଟ ଚୋରାଇକି ନେଇଛନ୍ତି। ଏମାନଙ୍କୁ ଲିଖିତ ଅଭିଯୋଗ କଲା ପରେ ଅଧିକାରୀଙ୍କ ପାଖରେ ସେମାନେ କିଛି ଶୁଣିବାର ନା ନାହିଁ, ମନ ଇଚ୍ଛା ତାଙ୍କର ଉଠେଇବାରେ ଚାଲିଛନ୍ତି। କିଛି ଆମର ଯେହେତୁ ବାଲିଟା ଇଏ ହେଉଛି, ଆମ ଗ୍ରାମର ଚାଷ ଜମି ହାନି ହେଉଛି, ପାଣି ଯାଇକି ବାଲି ଚୋରା ହେଇଯାଉଛି, ବନ୍ଧ ବି ଖାଉଛି। ତେଣୁ ଗ୍ରାମବାସୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସେଟା କିନ୍ତୁ ସେମାନେ କେହି ଶୁଣିବାକୁ ନାରାଜ। ତେଣୁକରି ଏହାର ଗୋଟେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଯେହେତୁ ଏଇଟା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ଯେହେତୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବି ଯାଉ କଥା, ସେଥିପାଇଁ ଆମର କିଛି ପ୍ରଯୁଜ୍ୟ ନାହିଁ। କିନ୍ତୁ ଘଟଣା ହେଉଛି ଏବେ ବି ଏହାର କିଛି ଗୋଟେ ସଲ୍ୟୁସନ୍ ବାହାର କରାଯାଉ, ନହେଲେ ଏମିତି କରି ସେ ବେଆଇନ ଭାବରେ ସବୁ ଉଠେଇ ଚାଲିଥିବେ, ସବୁ ନେଇ ଚାଲିଥିବେ। ଏବଂ ଗ୍ରାମବାସୀ କିଛି କମ୍ପ୍ଲେନ୍ କରିବେନି। ଗ୍ରାମବାସୀ କମ୍ପ୍ଲେନ୍ କରିବା ଦ୍ୱାରା ବି ସମସ୍ତେ ଗ୍ରାମବାସୀ ବୃନ୍ଦମାନେ ସମସ୍ତେ ଆସି ଏକତ୍ରିତ ହେଇଛନ୍ତି, କିନ୍ତୁ ସେମାନେ ଶୁଣିବା ପାଇଁ ନାରାଜ। ଯେହେତୁ ଏଇଟା ବେଆଇନ ବାଲିଘାଟ, ଆମ ସୀମାରୁ, ଆମ ଓଡ଼ପଡ଼ା ସୀମାରୁ ଉଠିବାଟା କିଛି ସମ୍ଭବ ନୁହେଁ ନା। ଯେହେତୁ ଏଇଟା କେଉଁଝର ଡିଷ୍ଟ୍ରିକ୍ଟରେ ଯାଉଛି, ଆମର ଓଡ଼ପଡ଼ା ଗ୍ରାମରେ ଉଠେଇବା ବାଲିଟା ଉଠେଇବାର କ'ଣ ଦରକାର? ଆମେ କହିବା ଦ୍ୱାରା ମାନେ ମାନିବାର ନାହିଁ, ଜବରଦସ୍ତି ବାଲି ଉଠାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଆମେ ବହୁତ ଥର ଆପତ୍ତି କଲୁଣି, ଏଇଟା କେହି ଶୁଣୁନାହାନ୍ତି। ଏଥର ଯଦି ଏହାର ପ୍ରତିକାର ନ କରାଯାଏ ଆମେ ଗ୍ରାମବାସୀ ସବୁ ଧାରଣା ଦେବୁ। ମୋ ନାଁ ଗଣେଶ୍ୱର ଗଡ଼ି, 8 ପୋଷ୍ଟ ଓଡ଼ପଡ଼ା, ଜିଲ୍ଲା କେଉଁଝର, ଥାନା ରାମଚନ୍ଦ୍ରପୁର। ଆଉ ଆମର ଗୋଟେ ଆମ ସୀମା ନା ଏ ଓଡ଼ପଡ଼ା ଆଉ ରଣପୁର ସୀମା ମଝିରେ ସେ ଯେଉଁ ଆମ ବାଲିଟାକୁ ଉଠେଇକି ନେଉଛି, ତାକୁ ଆମେ ଯେତେ ଅପୋଜ କଲେ ସେ ଶୁଣୁନି। ଆମର ସେଥିପାଇଁ 150 କାଜୁ, ପୁଟିଆ, ଦୁନିଆ ଗଛ ନଷ୍ଟ ହେଇଯାଇଛି। ଆମ ବିଲ ବାଡ଼ି ନଷ୍ଟ ହେଉଛି। ଆଉ ଗଛ ଲଗେଇଥିଲୁ, ପ୍ଲାଣ୍ଟେସନ କରିଥିଲୁ, କାଜୁ ଗଛ ନେଇ ପଳେଇଛି। ତାକୁ ବାରମ୍ବାର ଆମ ସହିତ ଖେଳ ଖେଳୁଛି। 2 ବର୍ଷ ହେଲା ସେ ବାଲି ଉଠଉଛି। ତାକୁ ବନ୍ଦ କଲା ସତ୍ତ୍ୱେ ସେ ମାନୁନି, ଚୋରା ବାଲି ଉଠଉଛି। ଆର ଯାହାକୁ ଡାକିଲେ ବି ଗୋଟେ ନଦୀରେ ଗୋଟେ ବନ୍ଧ ପକେଇଛି, ବନ୍ଧ ପକେଇ ବାଲି ତାର ନେଉଛି। ଆଉ ତଥାପି ତାକୁ ବାରମ୍ବାର ଆମେ ଡାକୁଛୁ, ଗାଁକୁ ସେ ଆସୁନି। ମୁଁ ପ୍ରଶାସନକୁ ସବୁ ପଇସା ପତ୍ର ଦଉଛି, ଏ କରୁଛି। ସେ ତାର ଆମକୁ ସେ କଥା ବି କହିଲା, ଆଉ ତମେ କ'ଣ ବାଲି, ତମର କ'ଣ ବାଲି, ଏଟା ତାର ସରକାର ବାଲି ନା। ଆଉ ଏଇଆ ଆଉ କ'ଣ। ତାପରେ ଆମର ଆର ଯଦି ବିହିତ କିଛି କାର୍ଯ୍ୟାନୁଷ୍ଠାନ ନ ନେବ, ଆମର ଥାନା ଫାନା ଜଣେଇଛୁ, ସବୁଆଡ଼େ ଜଣେଇଛୁ, ସେମାନେ କିଛି ଶୁଣୁନାହାନ୍ତି। ଆମେ ଆପରେ ଷ୍ଟେପ୍ ଆମେ ମୁଖ୍ୟମନ୍ତ୍ରୀ କତିକି ଯାଇକି ପହଞ୍ଚିମୁ, ଅନଶନ କରିମୁ। ଆଉ ମୁଁ ମାଧବାନନ୍ଦ ବନ୍ଧ, ଗ୍ରାମ ଓଡ଼ପଡ଼ା, ପୋଷ୍ଟ ସାଲଦେଇ, ଆଉ ଜିଲ୍ଲା କେଉଁଝର, ରାମଚନ୍ଦ୍ରପୁର ଥାନା। ଅସୁବିଧା ହେଇଛି କ'ଣ, ଆମେ ଏଠି କେଉଁଝର ଜିଲ୍ଲାର ସୀମା, ଏଣୁ ଯାଜପୁର ଜିଲ୍ଲାର ସୀମା, ୟାରି ଭିତରେ ବାଲି ସେମାନେ ଜବରଦସ୍ତି ଆସିକି ଚୋରା ବାଲି ଉଠେଇକି ଆମର ଯେଉଁ ଆତଡ଼ି ଖାଇଯାଉଛି, ନଈର ଗଛପତ୍ର ଭସେଇ ନେଉଛି, ଆମ ଜମିରେ ମାଡ଼ ହେଉଛି। ସେଇଥିପାଇଁ ଆମେ ବହୁତ ଥର ଆପତ୍ତି କଲୁଣି, କେହି ଶୁଣୁନାହାନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଉଛୁ, ଏହାର ବିହିତ ପ୍ରତିକାର କରନ୍ତୁ। ଏଠି ବାଲିଟା ଜବତ କରାଯାଉ, ବାଲି ଯେମିତି ନ ଉଠିବ। ହଁ, ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିକାର କରନ୍ତୁ ଆଉ।